ସମସ୍ତେ ଚିନ୍ତାରେ ଅଛନ୍ତି ପ୍ଲସ୍ ଥ୍ରୀ ସେକେଣ୍ଡ ଫେଜ୍ ଆଡ଼ମିସନ୍ କେବେ ବାହାରିବ ଯେ କି ବହୁତ ପିଲା ଏଇ ଯେଉଁ ଆଡ଼ମିସନ୍କୁ ୱେଟ୍ କରିଛନ୍ତି ଯେ କି ଏଇ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ ଆଲୋଚନା କରିଦେବି। ସମସ୍ତେ ଭଲ ଭାବରେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦିକା ଚ୍ୟାନେଲ୍ ନୂଆ ଥିବେ ଚ୍ୟାନେଲ୍ଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ଆପଣମାନଙ୍କ ପାଇଁ ଖୁସିର ଖବର ଆସିଲା ଯେ କି ପ୍ଲସ୍ ଥ୍ରୀର ସେକେଣ୍ଡ ଫେଜ୍ ଆଡ଼ମିସନ୍ କେବେଠାରୁ ଷ୍ଟାର୍ଟ ହେବ। ଦେଖନ୍ତୁ ସେକେଣ୍ଡ ଫେଜ୍ର ଫର୍ମ ଆପ୍ଲାଏ ଡେଟ୍ କେବେ ଆସିବ, କେବେଠାରୁ ଫର୍ମଟି ଆପ୍ଲାଏ ହେବ, ପିଲାମାନେ এই ଭିଡ଼ିଓ ଦେଖି ସାରିଲା ପରେ ଆପଣମାନେ ବହୁତ ଜଲ୍ଦି ଆପଣମାନେ ବୁଝିପାରିବେ ଆପଣମାନଙ୍କର ଫର୍ମଟି କେବେଠାରୁ ପଡ଼ିବ। ଦେଖନ୍ତୁ 24 ତାରିଖ ପାଖରୁ ପ୍ଲସ୍ ଟୁ 24 ତାରିଖ ପାଖରୁ ସେକେଣ୍ଡ ଫେଜ୍ ଷ୍ଟାର୍ଟ ହୋଇଯିବ ଯେ କି 24ରୁ 31 ତାରିଖ ଯେ କି କେତେ ଦିନ ଆପଣମାନଙ୍କ ସାଙ୍ଗରେ ରହିବ ନା 7 ଦିନ, ମାତ୍ର 7 ଦିନ ରହିବ। 7 ଦିନ ଭିତରେ ଆପଣମାନେ କେଉଁ କଲେଜରେ ଫର୍ମ ଆପ୍ଲାଏ କରିବେ କ'ଣ ନାହିଁ ଆପଣମାନେ ନିହାତି ଏବେଠାରୁ ତୟାରୀ ସୁରୁ କରନ୍ତୁ। ଆପଣମାନେ କେଉଁ କଲେଜରେ ଫର୍ମ ପକାଇଲେ ଆପଣମାନେ ସିଲେକ୍ସନ୍ ଆସିବ ଆପଣମାନଙ୍କର ମାର୍କ ଅନୁସାରେ। ତାପରେ ଆପଣମାନଙ୍କର ଆସିବ କେତେ ନା ପ୍ଲସ୍ ଥ୍ରୀ ଯେ କି ପ୍ଲସ୍ ଟୁ ପରେ ପ୍ଲସ୍ ଥ୍ରୀ ସେ କି ଫାଷ୍ଟ ପ୍ଲସ୍ ଟୁ ସବୁ କ୍ଷେତ୍ରରେ ଆସୁଛି ଆଗରେ ଯେ କି ତାପରେ ଆସିବ ପ୍ଲସ୍ ଥ୍ରୀ। ଦେଖନ୍ତୁ ଯଦିକା ପ୍ଲସ୍ ଟୁ ଆପଣମାନଙ୍କର ପଡ଼ୁଛି କେତେ 24 ତାରିଖ ପାଖରୁ ଯେ କି ଫର୍ମ ଆପ୍ଲାଏ ହେବ, ଲାଷ୍ଟ ଡେଟ୍ ରହିବ କେତେ 31। ଦେଖନ୍ତୁ ଆପଣମାନଙ୍କୁ ମୁଁ ଏଇ ଭିଡ଼ିଓରେ ଜଣାଇ ଦେବା ପାଇଁ ଚାହୁଁଛି ଯେ କି ପ୍ଲସ୍ ଥ୍ରୀ ଆପଣମାନଙ୍କର ରହିବ। ଦେଖନ୍ତୁ ଆପଣମାନେ ଅନ୍ଦାଜ କରି ଚାଲନ୍ତୁ ଯେ 28 ତାରିଖ କିମ୍ବା 1 ତାରିଖ ଭିତରେ ଆପଣମାନଙ୍କର ପ୍ଲସ୍ ଥ୍ରୀର ସେକେଣ୍ଡ ଫେଜ୍ ଆଡ଼ମିସନ୍ ପ୍ରକ୍ରିୟା ଷ୍ଟାର୍ଟ ହୋଇଯିବ ଯେ କି ଆପଣମାନେ এই ଭିଡ଼ିଓଟିକୁ ସେଭ୍ କରି ରଖନ୍ତୁ। 28ରୁ 1 ତାରିଖ ଭିତରେ ଆପଣମାନଙ୍କର ଫର୍ମ ପଡ଼ିବା ଷ୍ଟାର୍ଟ ହୋଇଯିବ ଯେ କି ସେକେଣ୍ଡ ଫେଜ୍। ସେଥିପାଇଁ କେହି ବି ସମୟ ୱେଷ୍ଟ କରନ୍ତୁ ନାହିଁ। କେଉଁ କଲେଜରେ କେତେ କ'ଣ ଭ୍ୟାକେନ୍ସି ଅଛି ଆପଣମାନେ ଏବେଠାରୁ ଜାଣିପାରିବେ। କଲେଜ ଭ୍ୟାକେନ୍ସି ଦେଖି ଆପଣମାନେ ତୟାରୀ କରନ୍ତୁ କେଉଁ କଲେଜରେ ଫର୍ମ ପକାଇଲେ ଆପଣମାନଙ୍କର ସିଲେକ୍ସନ୍ଟି ଆସିବ। ସେଥିପାଇଁ ଚ୍ୟାନେଲ୍ଟିକୁ ଜଲ୍ଦି ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଆପଣମାନଙ୍କ ପାଖରେ ନୂଆ ନୋଟିଫିକେସନ୍